କାହାଣୀଟି ହେଉଛି ଜଣେ ଅଛନ୍ତି ମଧୁମହାପାତ୍ର। ତାଙ୍କର ଗୋଟେ ଫ୍ୟାମିଲିଟେ ଅଛି। ତାଙ୍କର ଆଗ ସ୍ତ୍ରୀ ମରିଯାଇଛି। ଆଗ ସ୍ତ୍ରୀର ଗୋଟେ ପୁଅଟେ ଅଛି। ସେ ପଛରେ ଯାହାକୁ ବାହା ହେଲେ ତାର ଗୋଟେ ପୁଅଟେ ଗୋଟେ ଝିଅଟେ ଅଛି। କିନ୍ତୁ ସେ ପୁଅଟା ହେଉଛି ଭାରି ଉଦଣ୍ଡ, କିନ୍ତୁ ଝିଅଟା ବହୁତ ଭଲ। ସିଏ ତାର ବଡ଼ ଭାଇକି ବହୁତ ଭଲ ପାଏ। ସେଇଥିପାଇଁ ମଧୁମହାପାତ୍ର ତାଙ୍କର ଯାହା ସବୁ ସ୍ୱପ୍ନ ଦେଖିଥିଲେ ସେ ସ୍ୱପ୍ନ ତାଙ୍କର କିଛି ପୁରା ହେଇନି, ସବୁ ଅଧୁରା ଅଧୁରା ହେଇକି ଅଧାରେ ରହିଯାଇଛି। ତେଣୁ ସେଇଥିପାଇଁ ନାଟକର ନାଁ ହେଉଛି ଅଧୁରା ସ୍ୱପ୍ନ। ତାପରେ ଜାଣିଥିବେ ଏଠି ଦୁର୍ବଳ ଉପରେ ସବଳର ଅତ୍ୟାଚାର। ଗୋଟେ ଭିଲିଆନ୍ ଅଛନ୍ତି ଜହର ପଶାଏ, ସିଏ ଚକ୍ରାନ୍ତ କରିକି ମଧୁମହାତିର ଘରଟାକୁ ପୁରା ନଷ୍ଟ କରିଦେଇଛନ୍ତି। ଆଉ ପରିଶେଷରେ ଧର୍ମର ଜୟ ହେଇଛି। ସମସ୍ତେ ହସ ଖୁସିରେ ମଧୁମହାପାତ୍ରଙ୍କ ପରିବାର ବଞ୍ଚିଛନ୍ତି। ଏଇଟା ହେଉଛି ନାଟକର ମୂଳ କାହାଣୀ। ଆମର ତାଳଚେର ଓକିଲ ସଂଘ ତାଳଚେର ପ୍ରଯୋଜିତ ଏହି ମଞ୍ଚ ନାଟକ ଅଧୁରା ସ୍ୱପ୍ନ ଆସନ୍ତାକାଲି 28 ତାରିଖ ଠିକ୍ ସନ୍ଧ୍ୟା 6ଟା ବେଳେ ତାଳଚେର କୋର୍ଟ ପ୍ରାଙ୍ଗଣରେ ହେବ। ଏଥିରେ ସମସ୍ତେ କୋର୍ଟ କ୍ୟାମ୍ପସରେ ବସି ଆରାମସେ ବସି ଟେଣ୍ଟ ତଳେ ବସି ଆରାମସେ ଉପଭୋଗ କରିବେ। ମୋର ନିବେଦନ ସମସ୍ତେ ଆସିବା ପାଇଁ ଅନୁରୋଧ ରହିଲା। ମା ଭଉଣୀ ବୃଦ୍ଧ ବୃଦ୍ଧା ଆବାଳ ବନିତା ସମସ୍ତେ ଆସନ୍ତୁ ଏବଂ ନାଟକଟିକୁ ଏନ୍ଜୟ କରନ୍ତୁ। ଆମର ବହୁତ ଦିନର ପରିଶ୍ରମକୁ ଆପଣମାନେ ସାକାର କରନ୍ତୁ। ନାଟକ ଅଧୁରା ସ୍ୱପ୍ନ।